ନମସ୍କାର ବନ୍ଧୁଗଣ। ଆଜିର ଏହି କାହାଣୀଟି ଆମ ପାଖକୁ ସେୟାର କରିଛନ୍ତି ଆମ ଦର୍ଶକ ରାଜା, ଯିଏକି ଭୁବନେଶ୍ୱର ବାସିନ୍ଦା। ସେ କହିଛନ୍ତି ସେ ତାଙ୍କ ଜୀବନରେ ଏମିତି ଏକ ପାପ କାମ କରି ବସିଛନ୍ତି। ସେ ତାଙ୍କ ଛୋଟବେଳର ସାଙ୍ଗ, ନିଜ ବେଷ୍ଟ ଫ୍ରେଣ୍ଡ ସହ ଏମିତି ଏକ ଜଘନ୍ୟ ପାପ କାମ କରି ବସିଛନ୍ତି, ଯାହାଫଳରେ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ପଶ୍ଚାତାପ କରୁଛନ୍ତି। ଏ କାହାଣୀ ତାଙ୍କର 2-3 ବର୍ଷ ତଳରୁ ଘଟି ସାରିବା ପରେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ସେ ଘଟଣାକୁ ଭୁଲେଇ ପାରିନାହାନ୍ତି, ନିଜ ମନରୁ ପାସୋରି ପାରିନାହାନ୍ତି। ହଁ ଆଜ୍ଞା, ସେ ଆମକୁ ଏ କାହାଣୀ ଲେଖି କାନ୍ଦି କାନ୍ଦି ଏହା କହିଛନ୍ତି କି ଏ କାହାଣୀ ସମସ୍ତଙ୍କୁ ଶୁଣାଅ। ଯେଉଁ ଭୁଲ ମୁଁ କରି ବସିଲି, ଯେମିତିକା ପାପ କାମ ମୁଁ କରି ବସିଲି, ଏ କାହାଣୀକୁ ଶୁଣିଲା ପରେ ଏମିତି ଭୁଲ ଯେମିତି ଆଉ କେହି ନ କରନ୍ତୁ, ନିଜ ସାଙ୍ଗକୁ ଧୋକା ନ ଦିଅନ୍ତୁ। ହଁ ଦର୍ଶକ ବନ୍ଧୁ, ତେବେ ଚାଲନ୍ତୁ ଆଉ ବେଶୀ ଡେରି ନ କରି ସମ୍ପୂର୍ଣ୍ଣ କାହାଣୀଟି ଶୁଣିବା, ଯାହା ରାଜା ଆମକୁ ସେୟାର କରିଛନ୍ତି। ସେ କହିଛନ୍ତି ସେ ଛୋଟବେଳରୁ ତାଙ୍କ ବାପା ମାଆଙ୍କ ସହ ଭୁବନେଶ୍ୱରର ଗୋଟିଏ ଜାଗାରେ ଗୋଟିଏ ଆପାର୍ଟମେଣ୍ଟ ଭଡ଼ା ନେଇ ରହୁଥିଲେ। ସେହି ଆପାର୍ଟମେଣ୍ଟରେ ରାଜାଙ୍କର ଜଣେ ସାଙ୍ଗ ଛୋଟବେଳରୁ ସେ ମଧ୍ୟ ସେଠି ରହୁଥିଲେ। ସେହି ଆପାର୍ଟମେଣ୍ଟଟି 3 ମହଲା ବିଶିଷ୍ଟ। ଗ୍ରାଉଣ୍ଡ ଫ୍ଲୋରରେ ସେହି ଆପାର୍ଟମେଣ୍ଟର ମାଲିକ ତାଙ୍କ ଫ୍ୟାମିଲି ସହ ରହୁଥିଲେ। ଫାର୍ଷ୍ଟ ଫ୍ଲୋରରେ ରାଜା ଆଉ ତାଙ୍କ ଫ୍ୟାମିଲି କହିବାକୁ ଗଲେ ରାଜା ଆଉ ତାଙ୍କର ବାପା ମା, ଆଉ ସେକେଣ୍ଡ ଫ୍ଲୋରରେ ରାଜାଙ୍କର ପିଲାବେଳର ସାଙ୍ଗ ସୀମା ଆଉ ତା ବାପା ମା। ରାଜା କହିଛନ୍ତି କି ସେ ଛୋଟବେଳରୁ ସେଇଠି ରହିଆସିଛନ୍ତି, ଆଉ ତାଙ୍କ ସାଙ୍ଗ ସୀମା ମଧ୍ୟ ଛୋଟବେଳରୁ ସେଇଠି ରହିଆସିଛି। ସେ ସବୁବେଳେ ଛୋଟବେଳରୁ ସାଙ୍ଗ ହୋଇ ପଢ଼ିବା, ସବୁବେଳେ ମିଳାମିଶା ତାଙ୍କର, ସେମାନେ ବେଷ୍ଟ ଫ୍ରେଣ୍ଡ ହୋଇଯାଇଥିଲେ। ସବୁବେଳେ ମିଳାମିଶା କରିବା ସଙ୍ଗେ ସଙ୍ଗେ ସେମାନେ ଦୁହେଁ ବହୁତ ଘନିଷ୍ଠ ବନ୍ଧୁତ୍ୱରେ ବାନ୍ଧି ହୋଇଯାଇଥିଲେ। ଆଉ ତାଙ୍କ ଦୁଇ ପରିବାରଙ୍କ ମଧ୍ୟରେ ବହୁତ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା। ରାଜାଙ୍କର ବାପା ଆଉ ସୀମାଙ୍କର ବାପା, ସେମାନେ ବାହା ହେବା ପୂର୍ବରୁ ଯେତେବେଳେ ସେମାନେ ବ୍ୟାଚଲର ଥିଲେ, ଭୁବନେଶ୍ୱର ନୂଆ ନୂଆ ଆସିଥିଲେ କାମ କରିବା ପାଇଁ, ସେତେବେଳଠୁ ସେମାନେ ସାଙ୍ଗ। ତାପରେ ସେମାନେ ବାହା ହୋଇ ଯେତେବେଳେ ସେମାନେ ବ୍ୟାଚଲର ଥିଲେ, ସେତେବେଳେ ଗୋଟିଏ ଘର ଭଡ଼ା ନେଇ ସେ 2 ଜଣ ରହୁଥିଲେ। କିନ୍ତୁ ଯେତେବେଳେ ସେମାନେ ବାହା ହେଲେ, ନିଜ ସଂସାର ବଢ଼ିଲା, ତାପରେ ସେମାନେ ଅଲଗା ଅଲଗା ରହିଲେ। ସୀମା ଉପର ଫ୍ଲୋରରେ, ମାନେ ସୀମାଙ୍କର ବାପା ତାଙ୍କ ସ୍ତ୍ରୀଙ୍କୁ ଧରି ଉପର ଫ୍ଲୋରରେ ରହିଲେ, ଆଉ ରାଜାଙ୍କର ବାପା ଆଉ ତାଙ୍କ ସ୍ତ୍ରୀଙ୍କୁ ଧରି ସେ ତଳ ଫ୍ଲୋରରେ ରହିଲେ। ତ ଏମିତି ସୁଖେ ଦୁଃଖେ ତାଙ୍କ ସଂସାର, 2 ପରିବାର ସବୁ ଚାଲିଥିଲା। ରାଜାଙ୍କର କହିବା ମୁତାବକ ସେ ଛୋଟବେଳରୁ ସୀମାଙ୍କୁ ଦେଖି ଆସିଛନ୍ତି। ଏମିତିକି ସେ ଦୁହେଁ ଏକା କ୍ଲାସରେ ମଧ୍ୟ ପଢ଼ନ୍ତି, ସାଙ୍ଗ ହୋଇ ସ୍କୁଲ ଯିବା, ସାଙ୍ଗ ହୋଇ ଟ୍ୟୁସନ୍ ଯିବା, ଆଉ ଛୁଟି ଦିନରେ ସାଙ୍ଗ ହୋଇ ଖେଳକୁଦ, ସେମାନେ ସବୁକିଛି ସାଙ୍ଗ ହୋଇ କରନ୍ତି। ତାଙ୍କ କଲୋନୀରେ ମିଶି ଆଉ 2-4 ଜଣ ସାଙ୍ଗ ତାଙ୍କର ବି ଥାଆନ୍ତି। କିନ୍ତୁ ଏ 2 ଜଣ ବହୁତ ଘନିଷ୍ଠ, ଘର ପାଖ ଘର ହୋଇଥିବାରୁ, ଆଉ ଗୋଟିଏ କ୍ଲାସରେ 2 ଜଣ ଏକାଠି ମିଶି ପଢ଼ୁଥିବାରୁ ସେ 2 ଜଣ ବହୁତ ଘନିଷ୍ଠ ବନ୍ଧୁତ୍ୱରେ ବାନ୍ଧି ହୋଇଯାଇଥିଲେ। ରାଜାଙ୍କର କହିବା ମୁତାବକ ପୂର୍ବରୁ ସେ ତାଙ୍କ ସାଙ୍ଗ ସୀମାଙ୍କ ପ୍ରତି ତାଙ୍କ ମନରେ କେବେ ବି ସାଙ୍ଗ ଛଡ଼ା ଅନ୍ୟ କୌଣସି ଚିନ୍ତା ତାଙ୍କ ମନରେ ନଥିଲା, କିମ୍ବା କୌଣସି ଖରାପ ଚିନ୍ତାଧାରା ତାଙ୍କ ମନରେ ନଥିଲା। ଏମିତି ଦେଖୁ ଦେଖୁ ତାଙ୍କର ସ୍କୁଲ ସରି କଲେଜରେ ଦୁହେଁ ପାଠ ଥିଲେ। ସୀମାଙ୍କର ବାପା ଜଣେ ବ୍ୟାଙ୍କ ମ୍ୟାନେଜର, ଆଉ ତାଙ୍କ ମା ଘର କାମ କରିବା ସହିତ ଗୋଟେ ଅଫିସରେ ଡାଟା ଏଣ୍ଟ୍ରି କାମ କରୁଥିଲେ ପାର୍ଟ ଟାଇମ୍ ହିସାବରେ। ଆଉ ରାଜାଙ୍କର ବାପାଙ୍କର ଗୋଟେ ଫଟୋ ଷ୍ଟୁଡ଼ିଓ ଥିଲା। ସେଇ ଫଟୋ ଷ୍ଟୁଡ଼ିଓରେ ସେ ଅନ୍ୟ 2 ଜଣ ପିଲାଙ୍କୁ ରଖି ନିଜ କାମ କରୁଥିଲେ। ମାନେ ମୋଟାମୋଟି ହିସାବରେ କହିବାକୁ ଗଲେ ତାଙ୍କ ଫଟୋ ଷ୍ଟୁଡ଼ିଓରେ ରାଜାଙ୍କର ଘର ଚଳେ। ତ ରାଜାଙ୍କର ମା ହାଉସ୍ ୱାଇଫ୍। ତ ଏମିତିରେ ତାଙ୍କ ଦିନ ବିତି ଚାଲିଲା।
ଏ କାହାଣୀ ଯେତେବେଳେ ଘଟିଗଲା, ମାନେ ରାଜାଙ୍କ କହିବା ମୁତାବକ ଏ ଜଘନ୍ୟ ଅପରାଧ ସେତେବେଳେ ରାଜା କରି ବସିଲେ ଯେତେବେଳେ ସେମାନେ ସ୍କୁଲ ସାରି କଲେଜରେ ଦୁହେଁ ପାଦ ଦେଲେ। ରାଜା ସ୍କୁଲରୁ ମଧ୍ୟ ଯେହେତୁ ସେମାନେ ଏକା କ୍ଲାସରେ ପଢ଼ୁଥିଲେ, ସୀମା ରାଜାଙ୍କଠୁ ଭଲ ପାଠ ପଢ଼ୁଥିଲେ। ଏମିତିକି ସୀମା କ୍ଲାସରେ ଫାଷ୍ଟ ହେଉଥିଲେ। ରାଜା ଯେତେବେଳେ ତାଙ୍କର କ'ଣ ଡାଉଟ୍ ଥିବ, ମାନେ ମ୍ୟାଥରେ ଯଦି କ'ଣ ଡାଉଟ୍ ଥିବ କି ଆଉ କ'ଣ ଡାଉଟ୍ ଥିବ, ସେ ଛୁଟି ଦିନ ଦେଖିକି ସୀମାଙ୍କ ଘରକୁ ଚାଲିଯାଆନ୍ତି ଆଉ ପାଠପଢ଼ା ଡିସ୍କସନ୍ ଦୁହେଁ ବସି କରନ୍ତି। ସୀମା ମଧ୍ୟ ରାଜାଙ୍କ ଘରକୁ ବେଳେବେଳେ ଆସେ ଆଉ ରାଜା ପ୍ରାୟ ଟାଇମ୍ ସୀମାଙ୍କ ଘରକୁ ଯାଏ। ଇଏ ତ ଥିଲା ସ୍କୁଲ ବେଳର ଘଟଣା। ଯେତେବେଳେ ଦୁହେଁ କଲେଜରେ ପାଦ ଦେଲେ ତ ତାଙ୍କର ସେଇ ଅଭ୍ୟାସଟେ ଥିଲା। ରାଜା ବେଳେବେଳେ ସୀମାଙ୍କ ଘରକୁ ପାଠ ବୁଝିବା ପାଇଁ ଆସୁଥିଲା ଆଉ ସୀମା ମଧ୍ୟ ତାଙ୍କ ଘରକୁ କେବେ କେବେ ବୁଲିବା ପାଇଁ ଗଲେ ତାକୁ ବୁଝାଇ ଦେଉଥିଲେ। ଏମିତି ଦୁହେଁ କେବେ କେବେ ଏକାଠି ବସି ପାଠପଢ଼ା ଉପରେ ଡିସ୍କସନ୍ କରୁଥିଲେ। ଗୋଟିଏ ଦିନର ଘଟଣା। ସେଦିନ ତାଙ୍କ ସ୍କୁଲ କୌଣସି କାମରେ ଛୁଟି ଥିଲା। କୌଣସି କାରଣରୁ ତାଙ୍କ କଲେଜ କୌଣସି କାରଣରୁ ଛୁଟି ଥିଲା। ସେମାନେ ଏବେ +2 ସାଇନ୍ସ ପଢ଼ୁଥିଲେ। ତାଙ୍କ କଲେଜ କୌଣସି କାରଣରୁ ଛୁଟି ଥିଲା। ସୀମାଙ୍କର ବାପା ସେତେବେଳେ ତାଙ୍କ ବ୍ୟାଙ୍କ ଚାଲି ଯାଇଥିଲେ ଆଉ ତାଙ୍କ ମା' ତାଙ୍କ ଅଫିସକୁ ଚାଲି ଯାଇଥିଲେ। ଯେମିତିକି ମୁଁ ଆପଣଙ୍କୁ ପୂର୍ବରୁ କହିଲି, ସୀମାଙ୍କର ମା' ଘର କାମ କରିବା ସହିତ ଡାଟା ଏଣ୍ଟ୍ରି କାମ ମାନେ ପାର୍ଟ ଟାଇମ୍ ହିସାବରେ ଡାଟା ଏଣ୍ଟ୍ରି କାମ ଅଫିସରେ କରୁଥିଲେ। ତ ସିଏ ସେଇ ସମୟରେ ଅଫିସକୁ ଚାଲି ଯାଇଥିଲେ। ଯେହେତୁ ତାଙ୍କ ଘର ସଭା ଉପର ଫ୍ଲୋରରେ ଥିଲା, ତାଙ୍କ ଘରକୁ ରାଜାଙ୍କ ଫ୍ୟାମିଲି ଛଡ଼ା ଆଉ କେହି ବି ତାଙ୍କ ଘରକୁ ଯାଉନଥିଲେ। ତେଣୁକରି ଯେତେବେଳେ ସୀମାଙ୍କ ବାପା ମା' ଘରେ ନଥିବେ, ସେତେବେଳେ ସୀମା ତାଙ୍କ ମେନ୍ ଡୋର୍ କବାଟ ମାନେ ପ୍ରାୟ ସମୟ ଖୋଲା କରିଦିଅନ୍ତି। ଯେହେତୁ ତାଙ୍କ ଘରକୁ କେହି ଆସନ୍ତିନି, ସେ ବନ୍ଦ କରିବାକୁ କବାଟ ଭୁଲି ଯାଆନ୍ତି। ରାଜାଙ୍କର ଫ୍ୟାମିଲି କହିବାକୁ ଗଲେ ରାଜା କେବେ କେବେ ଯାଆନ୍ତି ଆଉ ତାଙ୍କ ମା' ତାଙ୍କ ବାପା ମା' ଥିଲାବେଳେ କି ସୀମାଙ୍କର ମା' ଥିଲାବେଳେ କେବେ କେବେ ଯାଆନ୍ତି। ଆଉ ରାଜାଙ୍କର ବାପା କାହିଁକି ଜାଣି କେତେ ଦିନକୁ ଥରେ ତାଙ୍କ ଘରକୁ ଯାଆନ୍ତି। ତ ଏମିତିରେ ପ୍ରାୟ ସମୟ ରାଜା ତାଙ୍କ ଘରକୁ କେବଳ ଯାଏ, ନହେଲେ ଆଉ କେହି ଯାଆନ୍ତିନି। ତ ସେହିଦିନ ସୀମାଙ୍କର ବାପା ଅଫିସରେ ଥିଲେ, ମାନେ ତାଙ୍କ ବ୍ୟାଙ୍କରେ ଥିଲେ ଆଉ ତାଙ୍କ ମା' ଅଫିସ ଚାଲି ଯାଇଥିଲେ। ରାଜା ସେହି ସମୟରେ କ'ଣ ଗୋଟେ ତାଙ୍କ ମ୍ୟାଥର କ'ଣ ଗୋଟେ ବୁଝିବା ପାଇଁ ସୀମାଙ୍କ ଘରକୁ ଯାଇଥିଲେ। ଦେଖିଲେ ମେନ୍ ଡୋର୍ କବାଟ ତ ଖୋଲା ଥିଲା। ଯେମିତିକି ମୁଁ ଆପଣମାନଙ୍କୁ କହିଲି, ତାଙ୍କ ଘରକୁ ଯେମିତି କେହି ଆସୁନଥିଲେ, ତ ସେ ମେନ୍ ଡୋର୍ କବାଟ ବନ୍ଦ କରିବାକୁ ଭୁଲି ଯାଉଥିଲେ। ତ ରାଜା ଯେତେବେଳେ କବାଟ ଖୋଲି ଭିତରକୁ ଗଲେ, ତାଙ୍କ କହିବା ମୁତାବକ ଏହା ସେ ଫାଷ୍ଟ ଟାଇମ୍ ଦେଖିଥିଲେ। ଆଉ ଏହା ଦେଖିବା ପରେ ତାଙ୍କ ମନରେ ତାଙ୍କ ସାଙ୍ଗ ସୀମାଙ୍କ ପ୍ରତି ତାଙ୍କ ନଜରିଆ ବଦଳିଗଲା। ଏହା ପୂର୍ବରୁ ସେ କେବେ ବି ତାଙ୍କ ପ୍ରତି ଖରାପ ନଜରରେ ତାଙ୍କୁ ଦେଖିନଥିଲେ। ସେ ସେଦିନ ଦେଖିବାକୁ ପାଇଲେ କି ଯେତେବେଳେ ସେ ମେନ୍ ଡୋର୍ ଖୋଲି ଭିତରକୁ ଗଲେ, ତ ତାଙ୍କ ଡ୍ରେସିଂ ଟେବୁଲ୍ ପାଖ ଏକ ବଡ଼ ମିରରରେ ସୀମା, ମାନେ ତାଙ୍କ ଦେହରେ ଖଣ୍ଡେ ବି କପଡ଼ା ସେତେବେଳେ ନଥାଏ, ସେ ତାଙ୍କ ଡ୍ରେସିଂ ଟେବୁଲ୍ ପାଖରେ ଠିଆ ହୋଇ ତା'ର ଆକର୍ଷଣୀୟ ଜିନିଷକୁ, ଛାତି ପାଖ ଆକର୍ଷଣୀୟ ଜିନିଷକୁ, ମୁଁ କ'ଣ କହୁଛି ଆପଣମାନେ ଭଲରେ ବୁଝିପାରୁଥିବେ, ଜିନିଷକୁ ସେ ମିରର ଆଗରେ ଦେଖୁଥିଲେ। ଯାହା ରାଜା ପଶୁ ପଛ ପାଖରୁ ଲୁଚି ଲୁଚି ଦେଖିଥିଲେ। ଆଉ ସେ ସେଇଠି ଠିଆ ହୋଇ ସେମିତି କିଛି ସମୟ ତାଙ୍କୁ ଦେଖିବାକୁ ଲାଗିଲେ। ତାକୁ ଦେଖି ତାଙ୍କ ମନରେ ଏକ ଅଜୀବ ଚିନ୍ତାଧାରା ସୃଷ୍ଟି ହେବାକୁ ଲାଗିଲା, କ୍ରିଏଟ୍ ହେବାରେ ଲାଗିଲା। ଏହା ପୂର୍ବରୁ ତାଙ୍କ ମନରେ କେବେ ବି ତାଙ୍କ ପ୍ରତି, ତାଙ୍କ ସାଙ୍ଗ ସୀମାଙ୍କ ପ୍ରତି ଖରାପ ଚିନ୍ତାଧାରା କେବେ ବି ନଥିଲା। ଆଜ୍ଞା, ଏହା ରାଜା ଆମକୁ କହିଛନ୍ତି। ତ ସେ ଯେତେବେଳେ ତାଙ୍କୁ ଏହା ଫାଷ୍ଟ ଟାଇମ୍ ଦେଖିଥିଲେ, ତ କିଛି ସମୟ ଏମିତି ଦେଖିବା ପରେ ସେ ମାନେ ଦେଖିଲେ କି କିଛି ସମୟ ସୀମା ତାକୁ ନିଜକୁ ମିରରରେ ଦେଖିବା ପରେ ସେ ବାଥରୁମକୁ ଚାଲିଗଲେ ଗାଧୋଇବା ପାଇଁ। ଏହାପରେ ରାଜା ତାଙ୍କୁ ମ୍ୟାଥ୍ ଆଉ ପଚାରିବେ କ'ଣ, ସେ ସେଇଠୁ ସିଧା ଘରକୁ ଚାଲି ଆସିଲେ। ଆଉ ତାଙ୍କ ଲୁହା ସେତେବେଳେ ପୁରା ଗରମ ହେଇକି ଥିଲା। ସେ ନିଜ ହାତରେ ନିଜର ଡିସଚାର୍ଜ କରିକି ଖୁସି ଅନୁଭବ କଲେ, ନିଜକୁ ଶାନ୍ତି କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ଆଉ ଶାନ୍ତି ହେଇପାରିଲା ନାହିଁ। କାରଣ ସେ ଯେଉଁ ଜିନିଷ ଦେଖିଥିଲେ, ସୀମାଙ୍କର ସେ ଯେଉଁ
ଉତ୍ତେଜିତ ଜିନିଷ ଦେଖିଥିଲେ ତାହା ତାଙ୍କ ମନରୁ ସେ ପାସୋରି ପାରିଲେ ନାହିଁ। ତାଙ୍କ ଆଖି ଆଗରେ ବାରମ୍ବାର ସେଇ ଜିନିଷ ଦେଖାଯିବାକୁ ଲାଗିଲା। ସେ ଆଉ ରହିପାରିଲେ ନାହିଁ। ତ ତା ପରଦିନ ଠିକ୍ ସେହି ସମୟରେ, ସେ ଆଉ ସେଦିନ ରାତିରେ ଶୋଇନାହାନ୍ତି ଆଜ୍ଞା। ତ ତା ପରଦିନ ଠିକ୍ ସେହି ସମୟରେ, କାରଣ ସେହି ସମୟରେ ତାଙ୍କ ବାପା ମା କେହି ଘରେ ନଥିଲେ। ତ ତା ପରଦିନ ବି ଠିକ୍ ସେହି ସମୟରେ ସେ ସୀମା ଘରକୁ ଗଲେ। ଆଉ ଲୁଚି ଲୁଚି ସେମିତି ତାଙ୍କ କବାଟ ତ ଖୋଲା ଥାଏ, ସେମିତି କବାଟ ଖୋଲି ଧୀରେ ଧୀରେ ଭିତରକୁ ପଶିଲେ। ଏବେ ଏହା ଦେଖିବାକୁ ପାଇଲେ କି ସେ ସାଙ୍ଗେ ସାଙ୍ଗେ ଫାଷ୍ଟ ଦିନ କ'ଣ ସେ କିଛି ସମୟ ମିରରରେ ଦେଖି ଗାଧୋଇବା ପାଇଁ ଚାଲିଗଲେ। କିନ୍ତୁ ଆଜି ଯେତେବେଳେ ସେ ଗଲେ ସେକେଣ୍ଡ ଦିନ, ସେତେବେଳେ ସେ ବାଥରୁମ୍ରୁ ଆସି ସେମିତି କିଛି ସମୟ ଟାଉଲ୍ ଦେହରୁ ହଟେଇ ମିରରରେ କିଛି ସମୟ ଦେଖିବାକୁ ଲାଗିଲେ। କିନ୍ତୁ ଆଜି ରାଜା ସୀମା ସୀମା ବୋଲି ଡାକିଥିଲେ। ଯେତେବେଳେ ସୀମା ଦେଖିଲେ କି ରାଜା ଘର ଭିତରକୁ ଆସୁଛି, ତ ସେ ସାଙ୍ଗେ ସାଙ୍ଗେ ଟାଉଲ୍କୁ ଦେହରେ ଗୋଡ଼େଇ ଦେଲେ। ରାଜା ତାଙ୍କୁ ଆଉ କିଛି ନ କହିପାରି ଯେତେବେଳେ ସୀମା ପଚାରିଲେ କି ଆରେ ରାଜା କ'ଣ ପାଇଁ ଆସିଥିଲୁ, କ'ଣ କିଛି କାମ ଥିଲା? ରାଜା ଏହା କହିଲେ କି ମୁଁ ଗୋଟେ ମ୍ୟାଥ୍ ତୋଠୁ ବୁଝିବା ପାଇଁ ଆସିଥିଲି, ମୋର ଗୋଟେ ଡାଉଟ୍ ଥିଲା ତ ସେଇଥିପାଇଁ। ତ ସୀମା କହିଲେ ତୁ ଘରକୁ ଯା, ମୁଁ ଆଉ କିଛି ସମୟ ପରେ ତଳକୁ ଯାଇ ତୋତେ ତମ ଘରେ ବୁଝାଇଦେବି। ଏହାପରେ ରାଜା ତାକୁ ସେଇଠି କିଛି ସମୟ ଆଖି ପୁରାଇ ଦେଖିବା ପରେ ପୁଣି ନିଜ ଘରକୁ ଚାଲି ଆସି ବାଥରୁମ୍ ଭିତରେ ବସି ନିଜ ହାତରେ ଡିସଚାର୍ଜ କରିଥିଲେ। ତ ଏମିତି ସେ ତାଙ୍କୁ ଭାବି ଭାବି ତାଙ୍କ ଘରେ ବସିଥାନ୍ତି କି ସୀମା ତାଙ୍କ ଘରକୁ ଡ୍ରେସ୍ ପିନ୍ଧି ତାଙ୍କ ଘରକୁ ଆସିଲା। ଆଉ ରାଜାକୁ କହିଲା କି ଦେଖେଇଲୁ କେଉଁଠି ତୋର ଡାଉଟ୍ ଥିଲା, ମୁଁ ବୁଝେଇଦେବି। ତ ରାଜା କହିଲା ନାଇଁ, ମୋର ଆଉ ବୁଝିବା ଦରକାର ନାହିଁ, ତୁ ଯା, ମୋତେ ନିଦ ଲାଗୁଛି, ମୁଁ ଶୋଇବି। ତ ଏମିତି ହେଇ ତାପରେ ସୀମା ଘରକୁ ଚାଲି ଆସିଲା। ରାଜାଙ୍କ ମନରେ କିନ୍ତୁ ସେ ଜିନିଷ ରାଜାଙ୍କ ଆଖି ଆଗରୁ ଯାଇନଥାଏ। ଏହା ପରଦିନ ଠିକ୍ ସେହି ସମୟରେ ରାଜା ପୁଣି ତାଙ୍କ ଘରକୁ ଗଲା। ଏବେ ଯେତେବେଳେ ରାଜା ତାଙ୍କ ଘରକୁ ଗଲା, ମାନେ ଥାର୍ଡ଼ ଦିନ ଯେତେବେଳେ ରାଜା ତାଙ୍କ ଘରକୁ ଗଲା, ସେମିତି କବାଟ ଧୀରେ କି ଖୋଲି ତାଙ୍କ ଘର ଭିତରେ ଯେତେବେଳେ ପଶିଲା, ସେ ଏହା ଦେଖିବାକୁ ପାଇଲା କି ସୀମା ତାଙ୍କ ବେଡ଼୍ ଉପରେ ଶୋଇଛି ଆଉ ନିଜ ମୋବାଇଲରେ ଉତ୍ତେଜିତ ଭିଡ଼ିଓ ଦେଖୁଛି। କାନରେ ବ୍ଲୁଟୁଥ୍ ଦେଇକି ସେ ନିଜ ମୋବାଇଲରେ ଭିଡ଼ିଓ ଦେଖୁଛି। ରାଜା ଧୀରେ ଧୀରେ ତା ପଛପଟେ ଯାଇ ସେସବୁକୁ ଦେଖିବାକୁ ଲାଗେ। କିଛି ସମୟ ରାଜା କିଛି ନ କହି ଚୁପଚାପ ଛିଡ଼ା ହୋଇ ସେଠି ଦେଖିବାରେ ଲାଗେ। ଏହାପରେ ରାଜା ଆଉ ନିଜକୁ କଣ୍ଟ୍ରୋଲ ନ କରିପାରି ସୀମାର ସାମ୍ନାକୁ ଚାଲିଯାଏ। ସୀମା ରାଜାକୁ ଦେଖି ହଠାତ୍ ନିଜ ମୋବାଇଲକୁ ବନ୍ଦ କରି ହଡ଼ବଡ଼ ହେଇ ତାକୁ କୁହେ କି ଆରେ ରାଜା କ'ଣ ହେଲା, ଆଉ କ'ଣ ତୋର ମ୍ୟାଥ୍ ଡାଉଟ୍ ଥିଲା କି? ତ ରାଜା କହିଲା ହଁ, ଆଜି କିନ୍ତୁ ମ୍ୟାଥ୍ ଡାଉଟ୍ ନଥିଲା, ମୋତେ ତୋ ଉପରେ ଡାଉଟ୍ ଅଛି। ଏହାପରେ ସୀମା କହିଲା ମୋ ଉପରେ ଡାଉଟ୍ ମାନେ? ତ ରାଜା ଯାହା ଦେଖିଥିଲା, ମାନେ କିଛି ସମୟ ପୂର୍ବରୁ ସେ ଯେଉଁ ମୋବାଇଲରେ ଯେଉଁ ଜିନିଷ ଦେଖୁଥିଲା ସେଇ ବିଷୟରେ ତାକୁ କହିଲା। ତୋର ମାନେ ଏହା ମଧ୍ୟ ଖୋଲିକି କହିଦେଲା କି ସେ ତାକୁ ପସନ୍ଦ କରୁଛି ଆଉ ତା ସହ ସେ ସମୟ କାଟିବାକୁ ଚାହୁଁଛି। ମୁଁ ଏଠି କେଉଁ କଥା କହୁଛି ଆପଣମାନେ ଭଲରେ ବୁଝିପାରୁଥିବେ। ମୋବାଇଲରେ ସେ ଯାହା ଯାହା ଦେଖୁଥିଲା ରାଜା ସେଇଆ ସୀମା ସହ କରିବା ପାଇଁ ସୀମାକୁ କହୁଥିଲା। ସୀମା ତାକୁ କହିଥିଲା କି ମୁଁ ବାସ୍ ଏମିତି ଟାଇମ୍ ପାସ୍ କରୁଥିଲି, କିନ୍ତୁ ମୋର ତୋ ପ୍ରତି ସେମିତି କିଛି ମୋ ମନରେ ତୋ ପ୍ରତି ନାହିଁ, ଆଉ ତୁ ମୋ ବୟଫ୍ରେଣ୍ଡ ନୁହଁ। ଏହାପରେ ରାଜା ତାକୁ କହିଲା ଯଦି ତା ମନରେ ସେମିତି ନାହିଁ ତାହେଲେ ତୁ ଭିଡ଼ିଓ ଦେଖୁଥିଲୁ କାହିଁକି? ଏହାପରେ ସୀମା କିଛି ସମୟ ପାଇଁ ଚୁପ୍ ରହିଲା। ରାଜା ଏହି ମୌକା ଦେଖିକି ତା ଓଠରେ ଯାଇ ଗୋଟେ ମାନେ କିସ୍ କରିଥିଲା। ସୀମା ଯେତେବେଳେ ରାଜାକୁ ମାନେ କିସ୍ କରିବା ପରେ ସୀମା ରାଜାକୁ ଗୋଟେ ଚାପୁଡ଼ା ମାରିଲା। ରାଜା କହିଲା ଯଦି ମାନେ ତୁ ମୋ କଥାରେ ରାଜି ନ ହେବୁ ତାହେଲେ ମୁଁ ତ ବୋଉ ଆସିଲେ ତାଙ୍କୁ ସବୁ କଥା କହିଦେବି। ତ ଏମିତିରେ ରାଜା 2 ଦିନ ପୂର୍ବର ସବୁ କଥା ମଧ୍ୟ ତାକୁ କହିଥିଲା ଯେ କେମିତି ପ୍ରଥମ ଦିନରୁ ସେ ମିରରରେ ଦେଖୁଥିବା ବେଳେ ରାଜା ତାକୁ ପଛପଟେ ଲୁଚି ତାକୁ ଦେଖୁଥିଲା। ଆଉ ସେକେଣ୍ଡ ଦିନ ଯେତେବେଳେ ସେ ବାଥରୁମ୍ରୁ ବାହାରିଥିଲା
निज टाउल काढ़ा समय राजा ताको देखिथिला बोली से ताको कहीदेला। यापर सीमा ताको रागी जाई कहला कि तू ता माने मते लुचि लुचि सब देखुतलु। ये तो एमती से दु जनक जुक्तितर्क धीरे धीरे जुक्तितर्क प्रेम रे बदली गला। यापर सीमा मध्य राजा को पसंद करिबार लागिला और राजा मध्य सीमा को। यापर से दुहे दुहीं को कामनार निआरे जलिबाको लागिले। से दुहे एक हेई गले। यह परठारु हाँ आज्ञा राजा कहवा मुताबक से दुई जनकर बुद्धि से दिन पूरा हजि जाइथिला। से दुई जन कौन करुथिले ताहा तो तांको निजको भी जଣା नथिला। राजा यह भूली जाइथिले कि से जहा सह ए काम करुछंती से आउ केही नुहे तांको पिला बेलर सांग आउ सीमा मध्य सब किछि भूली जाइथिले। से दुहें कामनार निआरे जली दुहें दुहें को समर्पी देइथिले और दुहें एक हो जाइथिले। यह परठू माने सही दिन केवल सही दिन नुहे आज्ञा सही दिन पर सबुदिन से एमती कम कर लगिले। जिते बेले कि तांका बापा ऑफिस रे थिबे आउ तांका माँ ऑफिस रे थिबे राजांकर बहु घर काम व्यस्त थिबे सही समय रे से माने पाठ पढ़ार बाहाना करिकी माने जेमिति कि आपण मानक पूर्व कही से माने दुहे केबे केबे पढ़ा उपरे डिस्कशन मध्य करती। तो से तो तारी सुजोग रे तार माने ताको घरे घरे ई कथा कहीकि से माने दुहे एक हेबाको समय ताको मिल जाउथुला। तो एमिति दिन बीती चलिला। एबे जेते बेले सीमांकर बाहागर अन्य एक जगह हेई गला कहीं ना राजा एबे पर्यंत भी किसी चाकरी बाकरी करी नांती। तो सीमांकर बाहा बयस जेते बेले हेई गला सीमा तांको आउ अपेक्षा न करी बापा माँ जो जगह स्थिर करथिले अन्य एक पुआ को से बाहा हेई गले। यह पर राजा निजर भूल को बुझी पारी पश्चाताप करिबारे लागिले कि से एमितिका काम काहींकी करुथुले गोटे झीर जीवन को से काहींकी नष्ट करुथुले। और पश्चाताप बुड़ी रही से आमको ये कहानी शेयर करने भाविले आमको यह शेयर करी कहते कि जो भूल काम मु कर बसिली ए कहानी को शुणिला परे एमितिका भूल काम जमी आउ कहीं न करतु। निजे निजको टिके कंट्रोल करने शिखतु। निज कामनार निआरे जली किसी भूल काम कर न दिंतु। तेबे बंधुगण ये आपण मैंने कहतु ये भूल कहार थिला राजांकर ना सीमांकर। आपण मानकर मतामत मो कमेंट बॉक्स रे अपेक्षा करिथिबी। तेबे आज पई विदाय दियंतु। पुणी देखाबो एमिति एक नुआ वीडियो रे एमिति एक नुआ कहानी सह। वीडियो भल लगिले वीडियो को लाइक करंतु शेयर करंतु और एहिपरि नुआ नुआ कहानी सुनिबाकू चाहुथिले चैनल को सब्सक्राइब करि दियंतु। धन्यवाद।